ଭାରତର ଯୁବକଙ୍କୁ ନେଉଛନ୍ତି ଆଉ ରୁଷ ସେନାରେ ସାମିଲ କରାଉଛନ୍ତି। ଚାକିରି ନାଁରେ ଏଭଳି ସେନାରେ ସାମିଲ କରାଇ ଜୀବନ ଯାଉଛି ଗୋटे ପରେ ଗୋटे ଭାରତୀୟଙ୍କର। ସୂଚନା ରହିଛି ରୁଷରେ ହରିୟାଣାର କୌଥଲ ଜିଲ୍ଲାର ବାସିନ୍ଦା ରବି ମୌନଙ୍କର ଦେହାନ୍ତ ହୋଇଛି। ଅଭିଯୋଗ ହୋଇଛି ଯେ ତାଙ୍କୁ ଚାକିରି ନାମରେ ରୁଷର ସେନାରେ ନିଯୁକ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ୟୁକ୍ରେନ ଯୁଦ୍ଧ କରିବାକୁ ବାଧ୍ୟ କରାଯାଇଥିଲା। ତେବେ କଂଗ୍ରେସ ନେତା ରଣଦୀପ ସୁରଜେୱାଲା ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି, ଯେଉଁଥିରେ ରୁଷିଆରେ ଫସି ରହିଥିବା ହରିୟାଣାର ଯୁବକକୁ ଫେରାଇ ଆଣିବାକୁ ଦାବି କରାଯାଇଛି। ଏହି ପ୍ରସଙ୍ଗରେ ସୁରଜେୱାଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ତେବେ ସୂଚନା ରହିଛି ରବି ଚଳିତ ବର୍ଷ ଜାନୁଆରୀରେ ମାଉଙ୍ଗ ଗାଁର ଅନ୍ୟ 6 ଜଣ ଯୁବକ ବିଦେଶ ଯାଇଥିଲେ। ସେଠାରେ ଏଜେଣ୍ଟ ତାଙ୍କୁ ଚାକିରି ପାଇବା ନାଁରେ ରୁଷ ସେନାରେ ନିଯୁକ୍ତ କରିଥିଲେ। ତେବେ ରବିଙ୍କ ପରିବାର ଏବେ ଅଭିଯୋଗ ଆଣିଛନ୍ତି ଯେ ରୁଷ ସେନାରେ ଯୋଗ ଦେବା କଥା ସେମାନେ ଜାଣିନାହାନ୍ତି। ଏହି ସମଗ୍ର ବିଷୟ ପରେ ଏଜେଣ୍ଟମାନଙ୍କ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଛି କି ସେମାନେ କିପରି ନିଯୁକ୍ତି ନାମରେ ନିରୀହ ଯୁବକଙ୍କୁ ଯୁଦ୍ଧର ନିଆଁରେ ଝୁଲାଉଛନ୍ତି। ଏହି ମାମଲାରେ କୌଥଲ ପୁଲିସ ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।